ନମସ୍କାର, ଜୟ ଜଗନ୍ନାଥ। ଥରେ ଜଣେ ସାଧୁ ବାବା ନଦୀ କୂଳରେ ଗାଧେଇ ତପସ୍ୟା ଉଦ୍ଦେଶ୍ୟରେ ପିନ୍ଧିଥିବା ଲୁଗାର କାନିକି ଜୋରରେ ଏମିତି ଶୁକଉଥାନ୍ତି। ଇତି ଅବସରରେ ଗୋଟେ ବଗ ପକ୍ଷୀ ଯାଉଥିଲା, ସେଇ ହାୱାରେ ପଡ଼ି ମରିଗଲା। ସାଧୁ ବାବା ଚିନ୍ତାରେ ପଡ଼ିଗଲେ। ମୁଁ ଗୋଟେ ପୁଣ୍ୟ କାମ କରିବାକୁ ଯାଉଛି, ସାଧନା କରିବାକୁ ଯାଉଛି, ତପସ୍ୟା କରିବାକୁ ଯାଉଛି, ଗୋଟେ ବଗ ପକ୍ଷୀ ମୋର କପଡ଼ା ଶୁଖିବା ଆବାଜରେ ପଡ଼ି ମରିଗଲା। ତେଣୁ ଚିନ୍ତାରେ ପଡ଼ିଗଲେ, କାନ୍ଦିଲେ। ଏଇ କାନ୍ଦିବା ଅବସ୍ଥାରେ ଜଣେ ସନ୍ନ୍ୟାସୀ ଗଲେ, ଆଉ ଜଣେ ସନ୍ନ୍ୟାସୀ କହିଲେ, କାହିଁ କାନ୍ଦୁଛ ବାବା? ନା ମୋର ଏମିତି ଗୋଟାଏ କପଡ଼ା ଶୁକଉଥିଲି, ଲୁଗା ଝାଡ଼ିକିରି ଜଣେ ବଗ ପକ୍ଷୀଟା ମରିଗଲା। ମୁଁ କ'ଣ କରିବି? ନା ତମେ ଯାଅ, ସେପଟ ରାତି ସକାଳୁ ଯିବ, ମାହାଳ ଗଛ ମୂଳରେ ହାଟ ଲାଗୁଛି, 5ଟା ବେଳେ ଜଣେ ବଣିକକୁ ପଚାରିବ, ସେ ଆଳୁ ବିକ୍ରି କରୁଥିବ। ଇଏ ଆଜ୍ଞା ରାତି ସାରା ନିଦ ନାହିଁ, ଚିନ୍ତାରେ ପଡ଼ିଛି। ସକାଳୁ ସକାଳୁ ଗଲା, ବଣିକକୁ ପଚାରିଲା, ଆଜ୍ଞା ମୁଁ ଟିକେ ଆସିଛି ଗୋଟେ ପ୍ରତିକାର ପାଇଁ। ବଣିକ କହିଲା, ହାଇ ସେଇଠି ବସ, 10ଟା ବେଳେ ମୋତେ ପଚାରିବ, ମୋର ନା ହାଟରେ ଲୋକ ଅଛନ୍ତି। 10ଟା ଯାଏ ଅପେକ୍ଷା କଲା। ଆଜ୍ଞା 10ଟା ଯେମିତି ବାଜିଲା ପଚାରିଲା ଏଇ କଥାଟା, ଯେ ଗୋଟେ ବଗ ପକ୍ଷୀ ମରିଗଲା, ମୁଁ କ'ଣ ପ୍ରତିକାର କରିବି? ମୁଁ ଜାଣିନି, ତମେ ଯାଅ 12ଟା ବେଳେ ସେ ଧୋବା ଗୋଟେ ଧୋବଣୀ ଲୁଗା କାଚୁଛି, ତା ପାଖକୁ ଯିବ। ସେ ଧୋବଣୀ ପାଖକୁ ଗଲାବେଳକୁ ଧୋବଣୀ କହିଲା, ରୁହ, ଏଇ କଥା କହିଲା ଆଜ୍ଞା, ପ୍ରତିକାର କଥା। କହିଲା, ରୁହ, ମୁଁ ଲୁଗା କାଚି ସାରେ, 2ଟା ବେଳକୁ ପଚାରିବ। ଇଏ 2ଟା ଯାଏ ଅପେକ୍ଷା କଲା। ଆଜ୍ଞା ପଚାରିଲା। ସେ କହିଲା, ମୁଁ ଏ କଥା ମୁଁ କହିପାରିବିନି, ତମେ ସନ୍ଧ୍ୟା ବେଳକୁ ଯାଅ, ଗୋଟାଏ ଘର ସେ ଗାଁରେ ଅଛି, ସେଠି ଯାଇ ପଚାରିଦେବ ଜଣେ ସ୍ତ୍ରୀ ଲୋକଙ୍କୁ। ସିଏ ଆଜ୍ଞା ଯେତେବେଳେ ଗଲା, ସ୍ତ୍ରୀ ଲୋକକୁ ପଚାରିଲା ଯେ ମୋର ଏମିତି ଲୁଗା ଶୁକଉ ଶୁକଉ ବଗ ପକ୍ଷୀଟା ମରିଯାଇଛି, ମୁଁ ପ୍ରତିକାର କରି ମୋତେ ଭୀଷଣ ଦୁଃଖ ଲାଗୁଛି। ନା ରୁହ, ମୋ ସ୍ୱାମୀର ସେବା କରୁଛି, ବର୍ତ୍ତମାନ ଔଷଧ 3 ରକମ ଦେବି, ତାପରେ ଦେବି, ଘଣ୍ଟାଏ ବସ। ଘଣ୍ଟାଏ ବସିଲା ପରେ ଯେତେବେଳେ ପଚାରିଲା, ତମକୁ କିଏ ପଠେଇଛି? ନା ଜଣେ ବାବା ପଠେଇଛନ୍ତି ମୋତେ। ନା ସେ ବାବା ପାଖକୁ ଯାଅ। ଆଜ୍ଞା କାନ୍ଦିଲୁ ବାନ୍ଦିଲୁ ବାବା ପାଖକୁ ଗଲା। ବାବା କହିଲେ, ତମେ କ'ଣ ସବୁ ବୁଝିଲ? ନା କେହି ମୋତେ ଉତ୍ତର ଦେଲେନି, ସମସ୍ତେ କର୍ତ୍ତବ୍ୟ ଭିତରେ ଥିଲେ। ନା ଏଇଟାই ତ ଆଜ୍ଞା ଠିକ୍, ତମେ ବି ତ କର୍ତ୍ତବ୍ୟ କରିବାକୁ ଯାଇ, ତମେ ତ ଜାଣିକିରି ବଗ ପକ୍ଷୀଟାକୁ ମାରିନ, ତମେ ଲୁଗାଟା ଶୁକଉଥିଲ, ସେ ପଡ଼ିଗଲା। ଯାଅ, ଚିନ୍ତା କରନି, ତପସ୍ୟା କର, ତମେ ସିଦ୍ଧି ପାଇବ। ଆଜ୍ଞା କର୍ତ୍ତବ୍ୟ ସୁକର୍ତ୍ତବ୍ୟର ଫଳ ଦିନେ ନିଶ୍ଚୟ ମିଳିବ। ତେଣୁ ଆମେ ସମସ୍ତେ କର୍ତ୍ତବ୍ୟ ପ୍ରେମୀ। କର୍ତ୍ତବ୍ୟର ଅବହେଳା ହେଉଛି ପାପ। କର୍ତ୍ତବ୍ୟର ଅବହେଳା ହେଉଛି ପାପ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।